ସାର୍ କଣ କହିବେ ଆଜିର ଯୋଉ ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ କଣ ସାର୍? ନାଇଁ ସାମ୍ବାଦିକ ସମ୍ମିଳନୀ ଆପଣମାନଙ୍କୁ ଆହ୍ୱାନ କରିବାର ଉଦ୍ଦେଶ୍ୟ ଏହା, ଗତକାଲି ମୋ ବିରୁଦ୍ଧରେ ବିଧାୟକ ମହାଶୟ ସିଏ ମୋ ବିରୁଦ୍ଧରେ ଗୋଟେ ଫଲ୍ସ ଇଲିଗେସନ ଲଗାଇଛନ୍ତି, ଯେଉଁ ଇଲିଗେସନର କୌଣସି ପ୍ରକାର ତଥ୍ୟ ପ୍ରମାଣ ତାଙ୍କ ପାଖରେ ନାହିଁ। ଆଜି ଆପଣଙ୍କ ଜରିଆରେ ତାଙ୍କୁ ଆହ୍ୱାନ ସେଇଟା ଦିଆଗଲା, ଯଦି ଆପଣ ଯାହା କହିଲେ ତାର ତଥ୍ୟ ପ୍ରମାଣ ଦିଅନ୍ତୁ, ସାର୍ବଜନୀନ କରନ୍ତୁ, ନଚେତ ଆପଣ କଥା ଫେରସ୍ତ ନିଅନ୍ତୁ। ଏ ଦୁଇଟା ଜାଗାରୁ ଗୋଟେ ଯଦି ନ କରନ୍ତି, ଆମ ଅଞ୍ଚଳବାସୀ ଆମେ ବୁଝିବୁ ଆପଣ ଏମିତି କହିବାରେ ମାହିର ଆଉ ସବୁଥିରେ ଶୁଣୁ। ଘରର ଫଟୋଟା ଉଠେଇକିରି ସେଟା ମଦ ଦୋକାନ ବୋଲି କହୁଛନ୍ତି। ଆପଣମାନେ ଆସିଛନ୍ତି, ସେଇ ଘରେ ଠିଆ ହେଇଛନ୍ତି, ଆପଣମାନେ ଦେଖିଦିଅନ୍ତୁ କେତେ ମଦ ଦୋକାନ ଏଠି ଅଛି। ଆଉ ଯଦି ପାରିବେ ଯଦି ଭିଡିଓ କରି ନେଇଯାଅ। ସେ ସୁଷ୍ଠୁ ଭାବେ ଅଭିଯୋଗ କରୁଛନ୍ତି ଆପଣ ଜଣେ ମଦ ମାଫିଆ ମାଧ୍ୟମରେ ଅନେକ ଆଜି ଲୋକ ମରୁଛନ୍ତି, ଅନେକ ମହିଳା ବିଧବା ହେଇଛନ୍ତି, ସିଏ କାଳେ ଯାଇ ସାହାଯ୍ୟ କରୁଛନ୍ତି। ଏ ସମ୍ପର୍କରେ ତାଙ୍କ ସାହାଯ୍ୟ, ତାଙ୍କର ଚିନ୍ତାଧାରା, ତାଙ୍କର ବ୍ୟବହାର, ତାଙ୍କ କାର୍ଯ୍ୟ 2 ବର୍ଷ ହେଲାଣି ଆମ ଅଞ୍ଚଳବାସୀ ସମସ୍ତେ ଜାଣିସାରିଛୁ। ମୁଁ ତ ଛାଡ଼, ଗାଁ ଗହଳି ଯାଇ ଗୋଟେ ଛୋଟ ମା ଭଉଣୀକି ପଚାରିଲେ ମଧ୍ୟ ସେ କହିବ। ଆଉ ସେ କଥା ଉପରେ ମୁଁ ଅଧିକ କହିବାକୁ ଚାହୁଁନି। ଆଉ ରହିଲା ମୋ ଉପରେ ଯୋଉ ସେ ଦୃଢ ଅଭିଯୋଗ କରୁଛନ୍ତି ଯେ ମଦ ବେପାରୀ, ତାଙ୍କୁ ଆଜି ତ ସର୍ବଜନୀନ କରିବାକୁ କୁହାଯାଇଛି। କୋଉଠି ନା କୋଉଠି ଏବେ ତ ନାହିଁ, କେବେ ବି ମୁଁ ମଦ ବେପାରୀ ଥିଲି ତାର ପ୍ରମାଣ ଦିଅନ୍ତୁ ସେ। ଆଉ ଯଦି ମିଛ କଥା କହିବେ, ସେ ନିଜେ ମିଛୁଆ ବୋଲି ପ୍ରମାଣିତ ହେବେ ସବୁବେଳେ। ଆଉ କଣ ଆଗକୁ ସାର୍ ଏଭଳି ଆପଣଙ୍କ ବିରୋଧରେ ଯଦି ଅଭିଯୋଗ କରନ୍ତି ବିଧାୟକ, ଆରେ ବିଧାୟକଙ୍କର ନିଜର ଦୁର୍ବଳତାକୁ ଘୋଡେଇବା ପାଇଁ, ନିଜର ଯୋଉ ବ୍ୟବସ୍ଥାକୁ ଲୋକଲୋଚନରୁ ଅଲଗା ବାଟକୁ ନେବା ପାଇଁ ସେ ଏଗୁଡାକ ମିଛ ମାନେ ଅଭିଯୋଗ କରୁଛନ୍ତି। ସେ ତାଙ୍କର ନିଜସ୍ୱ ଇଚ୍ଛାରେ କରୁଛନ୍ତି, ତାଙ୍କୁ ଆଉ କଣ ଅଧିକ କହିପାରିବେ? ପ୍ରତିବାଦ ଏହା କରୁଛୁ ଆମେ। ପ୍ରତିବାଦ କଣ କରିବା ଆଜ୍ଞା? ପ୍ରତିବାଦ କଣ କରିବା? ଯେତେବେଳେ ଥରେ ସେ ବିଧାୟକ ହେଇସାରିଛନ୍ତି, ଆଉ ପ୍ରତିବାଦ କରିବା କଣ? ପ୍ରତିବାଦ ଅଧିକ କିଛି କରିବାର ନାହିଁ। କିନ୍ତୁ ଏ ପ୍ରକାର ଯଦି ଆଗକୁ ଜାରି ରହେ, ବୋଧେ ତାଙ୍କ ପାଇଁ ହିଁ ବହୁତ ଅସମ୍ମାନ ହବ। ଲୋକମାନଙ୍କ ସାଥିରେ ଯଦି ମିଛ ସତ କହିକିରି ନିଜର ବ୍ୟବସ୍ଥା ଦେଖୁନାହାନ୍ତି, ଅନ୍ୟର ବ୍ୟବସ୍ଥା ନଥାଇ ମଧ୍ୟ ମିଛ ଅଭିଯୋଗ ଗୁଡାକ ଆଣିବାରେ ସେ ଧୁରନ୍ଧର ବୋଲି ଲୋକ ପ୍ରମାଣିତ କରିବେ। ଆସନ୍ତା ଦିନରେ ଆପଣ ଚୁପ ରହିବେ ନା କଡା ଜବାବ ଦେବେ? ଆସନ୍ତା ଦିନରେ ସମୟ କହିବ। ଆଉ ମୁଁ ତ ଛାଡ଼, କୌଶଳର ପ୍ରତ୍ୟେକ ଜନସାଧାରଣ ତା ଉପରେ ଚିନ୍ତା କରୁଛନ୍ତି, କଣ କରିବେ ଆସନ୍ତା ଦିନେ ଜଣା ପଡିବ। ସାର୍ ଅଭିଯୋଗ କରୁଛନ୍ତି ଯଦି ବିଧାୟକ ଆପଣଙ୍କ ଯୋଗୁଁ ବହୁତ ଲୋକ ବେଘର ରହିଛନ୍ତି, ବହୁତ ଲୋକ ବିଧବା ହେଇଛନ୍ତି, ତା ବିଷୟରେ ତ ମୁଁ କହିସାରିଲିଣି। ବିଧାୟକ ସରକାର ଚାହିଁଲେ, ବିଧାୟକ ଚାହିଁଲେ କବିସୂର୍ଯ୍ୟନଗରରେ କୌଣସି ମଦ ଦୋକାନ ଖୋଲି ପାରିବେ ନାହିଁ। ସରକାର ଚାହିଁଲେ ଓଡିଶାରେ କୋଉଠି ବି ଖୋଲା ଯାଇପାରିବ, ସେ ତାଙ୍କ ହାତର କଥା। ଦ୍ୱିତୀୟ କଥା ହେଲା, ସେ ଅଭିଯୋଗ କରିଛନ୍ତି ବିଷାକ୍ତ ମଦ ଖାଇ ବହୁତ ଲୋକଙ୍କର ମୃତ୍ୟୁବରଣ କଲେଣି। ବିଧାୟକ ପାଖରେ ତଥ୍ୟ ଅଛି, ତାଙ୍କ କବିସୂର୍ଯ୍ୟନଗର ଅଞ୍ଚଳରେ କେତେ ଜଣ, କେବେଠୁ, କେତେ କୋଉ ବର୍ଷ କେତେ ଜଣ ବିଷାକ୍ତ ମଦ ଖାଇ ମରିଛନ୍ତି? କୌଣସି ଜିନିଷ ଆମକୁ ଜଣା ନାହିଁ ଆଜ୍ଞା। କଣ ଘର ଲୋକ ହେଇଥିଲେ ଜାଣିଥାନ୍ତେ ନା, ବାହାରୁ ଆସିଛନ୍ତି କଣ ଜାଣିବେ ଏଇଠିର। ତେଣୁ ତାଙ୍କ ଉପରେ ଆମେ ବେଶୀ ଦୁଃଖ ବି କରୁନୁ, ଅଭିମାନ ବି କରୁନୁ। ଦୁଃଖ ଲାଗୁଛି ଏଇଟା, ଆମେ ଭୁଲରେ ଆମର ସମ୍ମାନଜନକ ମୁଣ୍ଡ ଉପରେ ଥିବା ମୁକୁଟଟାକୁ ତାଙ୍କୁ ଦେଇ ଦେଇଛୁ। ସାର୍ ବିଧାୟକଙ୍କୁ ବିଧାୟକ କହିବେ ନା କାର୍ଟୁନ ବୋଲି କହିବେ? ଦେଖ, ଲୋକେ ତ କହୁଛନ୍ତି, ସବୁ ଶୁଣିଛନ୍ତି ଆପଣ ମାନେ, କିନ୍ତୁ ମୁଁ ବିଧାୟକ କହିବି ଏଇଥିପାଇଁ ଯେ ଯେତେବେଳେ ଆମେ ବିଧାୟକ ଉପରେ କହିବୁ, ସେତେବେଳେ ତ କବିସୂର୍ଯ୍ୟନଗର କହିବୁ ନା। ମୋ ଗାଁକୁ ମୁଁ କେତେବେଳେ କାର୍ଟୁନ କହିପାରିବି? ମୁଁ କାର୍ଟୁନ କହୁନି, କିନ୍ତୁ ଏଇଥିରୁ ନିବୃତ୍ତ ରହନ୍ତୁ, ନହେଲେ ଆସନ୍ତା ଦିନରେ ତାଙ୍କ ପାଇଁ ବହୁତ ଖରାପ ହେଇପାରେ।